ଜୟ ଜଗନ୍ନାଥ ପିଲାମାନେ ଯେମିତିକି ଆମେ ଆସନ୍ତାକାଲି ଭିଡ଼ିଓ ଆଣିଥିଲୁ RI ଅମିନିର ପ୍ରିଲିମ୍ ରେଜଲ୍ଟ ଠିକ୍ ଅଛି। ଆଉ ମେନ୍ ଏକ୍ଜାମ୍ କେବେ ହେବ ଠିକ୍ ଅଛି, ଆ ବିଷୟରେ ଆଜି ଟିକେ ଆମେ ଆଲୋଚନା କରିବା। ଦେଖ ପିଲାମାନେ, ବର୍ତ୍ତମାନ ଆମର ତ ଯେହେତୁ ଆମର ଆନ୍ସର୍ କି ଆସିଯାଇଥିଲା ଗୋଟେ ନଭେମ୍ବରରେ ଆସିଥିଲା, ଠିକ୍ ଅଛି। ଆମେ କହିଥିଲୁ ଯେଉଁ ଭଳିଆ ହିସାବରେ ଆସିବ ସେମିତି ଆସିଲାନି, ଯେହେତୁ କିଛି ଏକ୍ଜାମ୍ରେ ଡେରି ହେଲା ବା ରେଜଲ୍ଟ ଆସିବା ଡେରି ହେଲା, ତ ସେଥିପାଇଁକା କିଛି ପ୍ରୋବ୍ଲେମ୍ ଅଛି। ତ ଚାଲନ୍ତୁ କ'ଣ ପାଇଁ ସବୁ ପ୍ରୋବ୍ଲେମ୍ ହେଉଛି ଆଲୋଚନା କରିବା ଆଜିର ଭିଡ଼ିଓରେ। ଦେଖ, ବର୍ତ୍ତମାନ ଯେଉଁ ରେଜଲ୍ଟରେ ମୁଁ ଫାର୍ଷ୍ଟ କଟଅଫ୍ କଥା କହୁଛି। ଦେଖ, ତ କଟଅଫ୍ କହିଥିଲି, ଦେଖ ତୁମ କଟଅଫ୍ ସେ କହିଥିଲି ଜଣେ 70+, 70+। ଯେଉଁମାନେ 70+ ଅଛି ସେମାନେ ପୁରା ସେଫ୍ରେ ଅଛ, ତୁମେ ଚିନ୍ତା କରନି। ଯେଉଁମାନଙ୍କର 70+ ଅଛି, ବୁଝିପାରୁଛ, 70+ ଯେଉଁମାନଙ୍କର ରହିଲା RI ଅମିନିରେ, ସେମାନେ ପୁରା ନିର୍ଭୟରେ ରୁହ, କାହିଁକିନା ତୁମର କଟଅଫ୍ କ୍ଲିୟର୍ ହେଇଯିବ। ବହୁ ପିଲା କରୁଛନ୍ତି 70 ଅଛି, ଇଏ ଅଛି, ସିଏ ଅଛି, ସେଥିରେ ତୁମେ ଟେନସନ୍ ନିଅ ନା, ବୁଝିଲ କି। ତୁମେ 70+ ରଖିଛ, ସେଇଟା ତୁମ ପାଇଁ ବଡ଼, ବାସ୍। ଆଉ ତୁମେ ମନେ ରଖ, ଯେଉଁମାନେ ବି 65 ରଖିଛ, ମୁଁ ଆଗରୁ କହିଛି 65+ ବି ଯେଉଁମାନଙ୍କ ଅଛି ସେମାନେ ବି ସେଫ୍ ରୁହ। ଦେଖ, 70+ କହିଛି, କଟଅଫ୍ 68 ଗଲା, 65 ପିଲାର ନର୍ମାଲ୍ ସାଙ୍ଗେ 68 ହେଇଗଲା, କ'ଣ ସିପ୍ କ୍ୱାଲିଫାଇ ନୁହଁ? ତ ସେଥିପାଇଁକା ତୁମେ 65 ପିଲା ବି ରେଡ଼ି ରୁହ, ଓକେ। ଆଗରୁ ବି କହିଥିଲି, ଏବେ ବି କହୁଛି। କଟଅଫ୍ ଗଲା, ଏବେ ରେଜଲ୍ଟ କଥା କହିବା। ଦେଖ, ରେଜଲ୍ଟ ମୁଁ କାଲିର ଭିଡ଼ିଓ ଭଲ କି ବୁଝେଇଛି, ହେଲା କି ରେଜଲ୍ଟ ଦେଖ, ତୁମର ଯେହେତୁ ବର୍ତ୍ତମାନ ମୁଁ କହିଥିଲି ନଭେମ୍ବର 14 ହେଲେ ଡିସେମ୍ବର ଶେଷ ସୁଦ୍ଧା ବା ଜାନୁଆରୀ 15 ଭିତରେ ଆସିବ, କିନ୍ତୁ ଜାନୁଆରୀ 15 ଆସିଲାନି, ତ ଜାନୁଆରୀ ମାସ ବି ଚାଲିଗଲା। ଫେବୃଆରୀ ବର୍ତ୍ତମାନ ଆସିକି 8-10 ତାରିଖ ହେଇଯିବ, ତ ସେଥିରେ ବି ଆସିବାର ନାହିଁ। ତ ଦେଖ, ଯଦି ଫେବୃଆରୀ ଆଉ ଯଦି ନ ଆସିବ, 22 ଭିତରେ ଆସିବନି, କାହିଁକିନା 22 ଭିତରେ ହେଉଛି ରିକ୍ରୁଟମେଣ୍ଟ ଗୋଟେ ଆସେନି, ଯେଉଁଟା ଆମର RI ARI, ବୁଝିପାରୁଛ, ଆଉ ଫରେଷ୍ଟର ଫରେଷ୍ଟ ଗାର୍ଡ଼, ତା'ର ଆପ୍ଲିକେସନ୍ ଆପ୍ଲାଏ ଚାଲିଛି। ତ ଯେହେତୁ ତା'ର ଆପ୍ଲିକେସନ୍ ଆପ୍ଲାଏ ହେଉଛି, ଠିକ୍ ଅଛି, ତ ସିଏ କ'ଣ କରିବ, ଯଦି ଆଗରୁ ରେଜଲ୍ଟ ଡିକ୍ଲେୟାର କରୁଛି, ତ ଏ ଆପ୍ଲିକେସନ୍ ଆପ୍ଲାଏରେ 3-4 ଦିନ ସାଇଡ଼୍ ସ୍ଲୋ ରହିବ, 3-4 ଦିନ ବେଶୀ କହିବ, କାହିଁକିନା ସମସ୍ତେ ସବୁଦିନ ଯିବେ ଆପ୍ଲାଏ କରିବ, ସମସ୍ତେ ଯିବେ, ଯଦି ରେଜଲ୍ଟ ନ ଦେଖିପାରିବ ରେଜଲ୍ଟ ଦେଖିବାକୁ ଯିବ, ତ ତାକୁ ଆଖିଆରେ ରଖି ହେଇପାରେ ତ ରେଜଲ୍ଟ ନ ଡିକ୍ଲେୟାର କରିପାରେ। ତେଣୁକରି ପ୍ରାୟତଃ ମୋତେ ଯେତିକି ଲାଗୁଛି 70% ଭଳିଆ, ଠିକ୍ ଅଛି, 22 ଭିତରେ ରେଜଲ୍ଟ ଦେବନି, ଫେବୃଆରୀ 22 ଭିତରେ ରେଜଲ୍ଟ ଦେବନି। ଯଦି ତ ଦେଇଦେଲା ଭଲ କଥା, ଭଲ କଥା କ'ଣ, ତୁମକୁ ନା ରେଜଲ୍ଟ ଦେଖିପାରିବ ନା ସେମାନେ ଯେଉଁମାନେ ଆପ୍ଲାଏ କରିପାରିବେ, ତ ରିଏଲ୍ ପ୍ରୋବ୍ଲେମ୍ ହେବ। ତେଣୁକରି ଫେବୃଆରୀ ଆଉ କ'ଣ, ତୁମ ଆସିଲେ 8-10 ଦିନ, ଆଉ 10-12 ଦିନ ୱେଟ୍ କରିଗଲେ ହେଇଯିବ, କିଛି ନାହିଁ। କିନ୍ତୁ ଭଲ ହେବ ଯଦି ସେ ଆ ଭିତରେ ରେଜଲ୍ଟ ନଦିଏ, କାହିଁକି ନଦେଲେ ଏଥିପାଇଁ ଭଲ ହେବ କହୁଛି, ଯେଉଁମାନେ ଆପ୍ଲାଏ କରୁଛନ୍ତି ସେମାନଙ୍କୁ ସାଇଡ଼୍ ସ୍ଲୋ ହେବ ନା, ପୁଣି କାହିଁକିନା ତୁମେ ରେଜଲ୍ଟ ଦେଖିବାକୁ ଯିବ, ସେମାନେ ଆପ୍ଲାଏ କରିବାକୁ ଯିବେ ନା, ସେମାନେ ଆପ୍ଲାଏ କରିପାରୁଥିବେ ନା ତୁମେ ରେଜଲ୍ଟ ଦେଖିପାରୁଥିବ। ତ ତାଙ୍କ ହିସାବରେ ମୋତେ ଲାଗୁଛି 22 ଭିତରେ ନ ଆସିପାରେ, ଯଦି ଆସିଲା ବି ଭଲ କଥା, ଠିକ୍ ଅଛି, ରେଜଲ୍ଟ ଦେଖିପାରିବ। କିନ୍ତୁ ମୋତେ ଲାଗୁଛି କି 22 ଭିତରେ ସେମାନେ ରେଜଲ୍ଟ ଦେବେନି। 22 ଭିତରେ ନଦେଲେ କେବେ ଦେବେ? ଦେଖ, ଫେବୃଆରୀ 28, 22ରୁ 28, ବୁଝିପାରୁଛ, 6 ଦିନ, ଏଇ 6 ଦିନ ଭିତରେ ରେଜଲ୍ଟ ଆସିବ। ଯଦି ନ ଆସୁଛି, ମୋତେ ଲାଗୁଛି ଏତିକି, ମାର୍ଚ୍ଚ ଫାର୍ଷ୍ଟ ୱିକ୍, ବୁଝିପାରୁଛ, ଫାର୍ଷ୍ଟ ୱିକ୍ ସୁଦ୍ଧା ତୁମର ରେଜଲ୍ଟ ଆସିବ। ମାର୍ଚ୍ଚ ଫାର୍ଷ୍ଟ ୱିକ୍ ସୁଦ୍ଧା ରେଜଲ୍ଟ ଆସିବ। ତ ମାର୍ଚ୍ଚ ଫାର୍ଷ୍ଟ ୱିକ୍ ସୁଦ୍ଧା ମାନେ ଗୋଟେ ପ୍ରେଡ଼ିକ୍ସନ୍ କରିବା କଥା। ତେଣୁ ମୁଁ କହିଥିଲି ଡିସେମ୍ବର ମାସର ଶେଷ ସୁଦ୍ଧା ଆସିବ, ଆଇଲାନି, ଜାନୁଆରୀ 15 ଭିତରେ ଆସିବ, ଆସିଲାନି, ଠିକ୍ ଅଛି, ଫେବୃଆରୀ ମାସ ହେଇଗଲା ଆସିକି। ତ ସେମିତି ନୁହଁ, କାହିଁକିନା ସେଇଟା OSSC ବାଲା ସେ ତାଙ୍କର କଣ୍ଡକ୍ଟ କରୁଛନ୍ତି, ସେ ତାଙ୍କର କେବେ ରେଜଲ୍ଟ ଦେବେ, କେବେ ମେନ୍ ଏକ୍ଜାମ୍, ସେଇଟା ତ ସେ କରିବେ। କିନ୍ତୁ ଆମେ ଗୋଟେ ଚାରିଆଡ଼ୁ ଦେଖିକି ଏଇଟା ଗୋଟେ ଅନୁମାନ ଲଗାଇବା କଥା, ପୂର୍ବ ରେଜଲ୍ଟକୁ ଦେଖିକି, ସବୁକୁ ଦେଖିକିନା ଅନୁମାନ କରିବା। ଯେମିତି କହିଥିଲି ମୁଁ, ଆମର ଆସିବ ଆନ୍ସର୍ କି ଦେଖ, ଫେବୃଆରୀ ନଭେମ୍ବର 21ରେ ଆସିଗଲା, ମୁଁ 20ରେ କହିଥିଲି 21ରେ ଆସିଲା, କାହିଁକିନା ଗୋଟେ ଦିନ 20 ତାରିଖ ଗୋଟେ ରେଜଲ୍ଟ ପବ୍ଲିଶ ହେଲା, ତ 21ରେ ଆସିଗଲା। ତ ତାକୁ ଆଖି ଆଗରେ ରଖି ତ ଏଇଭଳିଆ ସବୁ କହିବା କଥା। ତ ରେଜଲ୍ଟ ମୁଁ ତୁମକୁ କହୁଛି, ଯଦି ନ ଆସିଲା ଫେବୃଆରୀ 28 ଭିତରେ ନ ଆସିବ, ଯଦି 22ରୁ 28 ଭିତରେ ଆସିବ, ଯଦି ନ ଆଇଲା ମାର୍ଚ୍ଚ ଫାର୍ଷ୍ଟ ୱିକ୍, ଏଇଟା ମନେ ରଖ। ଆଉ ଯେବେ ବି ରେଜଲ୍ଟ ଆସିବ, କାଲି ବି କହୁଥିଲି, ଆଜି ବି କହୁଛି, ମେନ୍ ଏକ୍ଜାମ୍ ୱିଦିନ୍ 2 months, ବୁଝୁଛ, ୱିଦିନ୍ 2 months ଭିତରେ ତୁମର ମେନ୍ ଏକ୍ଜାମ୍ କରାଇବ। ଭାବିନି ଯଦି ମାର୍ଚ୍ଚରେ ଆସୁଛି, ଭାବିନି ଫେବୃଆରୀ 28 ହେଉ ବା ମାର୍ଚ୍ଚ ହେଉ, ଏପ୍ରିଲ ମେରେ ରେଜଲ୍ଟ କରାଇବ, ମାନେ ମେନ୍ ଏକ୍ଜାମ୍ କରାଇବ, କରିକି ସେ ତୁମକୁ ବେଳାବେଳି ତେଣିକି ପୁଣି ରେଜଲ୍ଟ ଆଣିକି ସ୍କିଲ୍ ଟେଷ୍ଟ କରି କ'ଣ କରିବ, ଅଲଗା କଥା, ମେନ୍ ଏକ୍ଜାମ୍ ପରେ କଥା ହେବା। କିନ୍ତୁ ବର୍ତ୍ତମାନ ଏଥିପାଇଁ ମୁଁ କହୁଛି, କାହିଁକିନା ସେ ଯେତେ ଜଲ୍ଦି ଏଠେଇ ତୁମକୁ ରେଜଲ୍ଟ ପବ୍ଲିଶ କରାଇବ, କରିକି ମେନ୍ ଏକ୍ଜାମ୍ କରାଇବ, କାହିଁକିନା ପୁଣି ଆଉ ଗୋଟେ ରିକ୍ରୁଟମେଣ୍ଟ ଅଛି, ତାକୁ ତ କରିବ ନା, କାହିଁକିନା ସେ ସିଙ୍ଗଲ୍ ଏକ୍ଜାମ୍ ୱିଥ୍ ଏକାଥରେ ପୋଷ୍ଟିଂ ଡାଇରେକ୍ଟ, ବୁଝିପାରୁଛ, କାହିଁକିନା ଏଥିରେ ପ୍ରି ମେନ୍, ତା ଦେହରେ ପ୍ରି ମେନ୍ ଭଳିଆ 2ଟା ଏକ୍ଜାମ୍ ନାହିଁ। ତ ତାକୁ ଆଖିଆରେ ରଖି ତୁମକୁ ସିଏ ଯାହା ବି ହେଲେ ମେନ୍ ଏକ୍ଜାମ୍ ବେଳାବେଳି କରାଇବ।
ଆକୁ ବି କରାଇବ କାହିଁକିନା ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ ହେବ ତ ସାଙ୍ଗେ ସାଙ୍ଗେ ଫିଜିକାଲ୍ ତାର କାହିଁକିନା ଡିଫେନ୍ସ ଜାଣିଥିବ ଓଡ଼ିଶା ଡିଫେନ୍ସର ବେଶୀ ଟାଇମ୍ ଦିଏ ନା ୱିଦିନ୍ ମନ୍ଥ ବି ଗୋଟେ ମନ୍ଥ ଭିତରେ ତୁମକୁ ସେ ସବୁ କରାଇଦେବ ଫିଜିକାଲ୍ ହେବ ପୋଷ୍ଟିଂ ସବୁ କରାଇବ ଗୋଟେ ମାସ ଭିତରେ। ତ ହଁ ଯଦି ପୋଷ୍ଟିଂ ପାଇଁକା ଯେଉଁ ଆମର କହନ୍ତି କ'ଣ ଯେଉଁଗୁଡ଼ାକ ଆମର ହୁଏ ଯେମିତି କଳିଙ୍ଗ ଷ୍ଟାଡ଼ିୟମ୍ରେ ସେମିତି ନିଯୁକ୍ତି ମେଳା ହେଲେ ହଁ ଟିକେ ଡେରି ହେବ କିନ୍ତୁ ତମର ରେଜଲ୍ଟ ବାହାରିଲା ତମେ ଜାଣିଗଲ ତ ଫାଇନାଲ୍ ହେଇଯିଲା କେଉଁଠି କ'ଣ ଆଉ ତ ସେଇଭଳିଆ ମେନ୍ ଏକ୍ଜାମ୍। ତ ଆଜିର ଭିଡ଼ିଓ ଏତିକି କାହିଁକିନା କାଲିର କିଛି କମେଣ୍ଟ ଥିଲା ବୋଲି ସେ କମେଣ୍ଟକୁ ନେଇ ଆମେ ଆଜି ଭିଡ଼ିଓ କରିଥିଲୁ ପୁଣି ଆପଣମାନଙ୍କ କମେଣ୍ଟ ହିସାବରେ ଆମେ ଭିଡ଼ିଓ ଆଣିବୁ। ଠିକ୍ ଅଛି ଆଜି ପାଇଁ ଏତିକି ରହୁଛୁ ଧନ୍ୟବାଦ।